ଆପଣ ଜାଣନ୍ତି କି ଏମିତି କେଉଁ ଯୁଦ୍ଧ ଯେଉଁ ଯୁଦ୍ଧରେ ମହାଦେବ ତାଙ୍କର ଗୋटे ବାଣରେ ସମ୍ପୂର୍ଣ୍ଣ ତ୍ରିପୁରକୁ ଧ୍ୱଂସ କରିଦେଇଥିଲେ ଏବଂ ତାଙ୍କର ନାମ ତ୍ରିପୁରାରୀ କ'ଣ ପାଇଁ ହୋଇଥିଲା? ସମୟ ସେବେକାର ଯେବେ ତାରକାସୁରର ବଧ ପରେ ତାର ତିନି ପୁତ୍ର ତାରକାକ୍ଷ, କମଳାକ୍ଷ ଏବଂ ବିନ୍ଧୁମାଳୀ ନିଜର ପିତାଙ୍କର ପ୍ରତିଶୋଧ ନେବା ପାଇଁ ତପସ୍ୟା କରିଥିଲେ ଏବଂ 1000 ବର୍ଷର ତପସ୍ୟା ପରେ ବ୍ରହ୍ମଦେବ ପ୍ରସନ୍ନ ହୋଇ ତାଙ୍କୁ ବର ମାଗିବା ପାଇଁ କହିଥିଲେ। କିନ୍ତୁ ସେବେ ତିନି ଭାଇ ଅମରତ୍ୱର ବର ମାଗିଥିଲେ, କିନ୍ତୁ ବ୍ରହ୍ମଦେବ ଏହାକୁ ସୃଷ୍ଟିର ନିୟମ ବିରୁଦ୍ଧ କହି ଏହି ବରଦାନ ଦେବା ପାଇଁ ମନା କରିଦେଇଥିଲେ। କିନ୍ତୁ ସେବେ ତିନି ଭାଇ ବ୍ରହ୍ମଦେବଙ୍କୁ ଆକାଶ ମାର୍ଗରେ 3ଟି ନଗର ବନାଇବା ପାଇଁ କହିଥିଲେ, ଯାହା ସର୍ବଦା ଭିନ୍ନ ଭିନ୍ନ ଦିଗରେ ଭାସମାନ ଅବସ୍ଥାରେ ରହିଥିବ ଏବଂ ସର୍ତ୍ତ ଥିଲା କି 1000 ବର୍ଷ ପରେ ଯେବେ 3ଟି ନଗର ଗୋଟେ ସରଳ ଲେଖା ରହିବ ଏବଂ କେହି ଯଦି ଗୋଟିଏ ବାଣର ପ୍ରୟୋଗରେ ଏହି 3ଟି ନଗରକୁ ଏକାଥରକେ ଧ୍ୱଂସ କରିଦେବ, ସେବେ ଯାଇ ଏ 3 ରାକ୍ଷସ ଭାଇଙ୍କର ମୃତ୍ୟୁ ହେବ। ଯେଉଁଥିରେ ବ୍ରହ୍ମଦେବ ରାଜି ହୋଇ ତଥାସ୍ତୁ କହି ଚାଲି ଯାଇଥିଲେ ଆଉ ତାପରେ ଏହି ତିନି ଭାଇ ତିନି ଲୋକରେ ନିଜର ଅତ୍ୟାଚାର କରିବା ଆରମ୍ଭ କରିଦେଇଥିଲେ। ଯେବେ ଦେବତାମାନେ ଅତ୍ୟାଚାରର ଶିକାର ହୋଇ ମହାଦେବଙ୍କୁ ପ୍ରାର୍ଥନା କରିବା ପାଇଁ ଲାଗିଲେ, ସେବେ ମହାଦେବ ସ୍ୱୟଂ ତ୍ରିପୁରର ଧ୍ୱଂସ କରିବା ପାଇଁ ଦେବତାମାନଙ୍କୁ କଥା ଦେଇଥିଲେ ଏବଂ 1000 ବର୍ଷ ପରେ ଯେବେ ତିନି ପୁର ଯାକ ଗୋଟିଏ ସରଳ ଲେଖାରେ ଏକତ୍ରିତ ହେଲେ, ସେବେ ଦେବଶିଳ୍ପୀ ବିଶ୍ୱକର୍ମା ଏକ ରଥ ନିର୍ମାଣ କଲେ, ଯେଉଁ ରଥର ଚକ ରୂପେ ସୂର୍ଯ୍ୟ ଚନ୍ଦ୍ର ସ୍ଥାପନ ହେଲେ ଏବଂ ହିମାଳୟ ଧନୁ ରୂପରେ ଏବଂ ଶ୍ରୀ ବିଷ୍ଣୁ ବାଣ ରୂପେ ଏବଂ ଅଗ୍ନିଦେବ ବାଣର ଅଗ୍ରରେ ଅବସ୍ଥାନ କଲେ ଏବଂ ମହାଦେବ ସେହି ରଥରେ ବିରାଜମାନ କରି ଗୋଟିଏ ବାଣରେ ସମ୍ପୂର୍ଣ୍ଣ ତ୍ରିପୁରକୁ ଧ୍ୱଂସ କରିଦେଇଥିଲେ ଏବଂ ସେବେଠୁ ସେ ତ୍ରିପୁରାରୀ ନାମରେ ଖ୍ୟାତ ହୋଇଥିଲେ। ଯଦି ଆଜିର ଏହି ଭିଡ଼ିଓରୁ ଆପଣଙ୍କୁ କିଛି ବି ଟିକେ ଶିଖିବା ପାଇଁ ମିଳିଥିବ, ତେବେ ଆମକୁ ସପୋର୍ଟ କରିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ ନିଶ୍ଚିତ କରିବେ। ରହୁଛି ଜୟ ଜଗନ୍ନାଥ।